ଆମେ ଆଜି କ'ଣ କରିବା ଗୋଟେ ଆକ୍ଟିଭିଟି କରିବା ସେଥିରେ ଭଲ ଅଭ୍ୟାସ ଆଉ ଖରାପ ଅଭ୍ୟାସ ବିଷୟରେ ଜାଣିବା। କ'ଣ କରିବା ଭଲ ଅଭ୍ୟାସ ଆଉ ଖରାପ ଅଭ୍ୟାସ ବିଷୟରେ ଜାଣିବା। ତାହେଲେ ସକାଳୁ ଉଠିକି ତମେ ସବୁ କ'ଣ କରୁଛ? ଦାନ୍ତ ଘଷୁଛ। ଦାନ୍ତ ଘଷି ସାରିଲା ପରେ କ'ଣ କରୁଛ? ଖାଇବା ଖାଉଛ। ତାହେଲେ ସକାଳୁ ଉଠି ଦାନ୍ତ ଘଷିଲେ ଆମକୁ କ'ଣ ହବ? ରୋଗ ହେବ ନାହିଁ। ତମେ ଦାନ୍ତ ଘଷୁଛ ନା ନାହିଁ? ସକାଳୁ ଉଠି କୋଉଥିରେ ଦାନ୍ତ ଘଷୁଛ? ବ୍ରସ୍ରେ। ବ୍ରସ୍ରେ କ'ଣ ଲଗାଉଛ? ବ୍ରସ୍ରେ କ'ଣ ନେଇ ଦାନ୍ତ ଘଷୁଛ? ପେଷ୍ଟ। କୋଉ ପେଷ୍ଟ? ନାଲି ପେଷ୍ଟ। ହଉ ତାହେଲେ କ'ଣ କରିବା? ଆମେ ଦାନ୍ତ ଘଷିବା। ଦାନ୍ତ ଘଷି ସାରି ଖାଇଲେ ଆମକୁ ରୋଗ ହେବ ନାହିଁ। ରୋଗ ହେବ ହେବନି। ଆମେ ଯଦି କ'ଣ କରିବା? ଦାନ୍ତ ନ ଘଷିବା, ଦାନ୍ତରେ କ'ଣ ଲାଗିବ? ଆମେ ଯେଉଁ ଖାଦ୍ୟ ଖାଉଛେ ସେ ସବୁ ଲାଗି ରହିଥିବ। ସେଥିରେ ସବୁ ଜୀବାଣୁ ବଢ଼ିବେ। ବଢ଼ିଲେ ଆମକୁ କ'ଣ ହେବ? ବିଭିନ୍ନ ରୋଗ ହେବ। ସମସ୍ତେ ଗାଧଉଛ ନା ଗାଧଉନ? ଗାଧଉଛ? ଗାଧଉଛ? ପାଟି କରିବ ଗାଧଉଛ? ବଡ଼ ପାଟି ଗାଧଉଛ। ଆଚ୍ଛା ଗାଧେଇବା ଆଗରୁ କ'ଣ କରୁଛ? ତେଲ ଲଗାଉଛ। ତେଲ ଲଗେଇ ଗାଧଉଛ ନା ନାହିଁ? ତେଲ ଲଗେଇକି ଗାଧେଇଲେ ଆମ ଚର୍ମ କ'ଣ ରହିବ? ସଫା ସୁତୁରା ରହିବ। ଆମକୁ ରୋଗ ହେବ ନାହିଁ। ଆଚ୍ଛା ତମ ହାତରେ ନଖ ଅଛି? ଦେଖିଆ ନଖ ଅଛି? ନଖ ନାହିଁ, କାଟି ଦେଇଛ ନାହିଁ? ହାତରେ ଅଛି? ତମ ଦେଖିଆ ନଖ ଅଛି? ନଖ ଅଛି ଦେଖିଆ? ନାହିଁ ହାତରେ ନାହିଁ। ସରସ୍ୱତୀ ନଖ ଦେଖିଆ? ଆଚ୍ଛା କିଏ ନଖ କାଟି ଦେଇଛନ୍ତି ସବୁ? ମାମା କାଟି ଦେଇଛନ୍ତି। ନଖ ଯଦି ବଢ଼ିବ ନଖରେ କ'ଣ ରହିବ? ମଇଳା ରହିବେ। ମଇଳା ରହିଲେ ଆମର ଅଛି ଦେଖିଲ ଏଇ ଆମ ହାତରେ ନଖ ଅଛି। ଯେଉଁ ନଖ ନାହିଁ ତାଙ୍କ ନଖରେ ମଇଳା ପଇଛି ନା ନାହିଁ? ଏଇ ମଇଳା ପଶିବ ସେ ଆମ ଦେଖିବା ଏଇ ହାତରେ ବି ନଖ ଅଛି। ଯେତେବେଳେ ଖାଉଛ ନା ନାହିଁ ଏଇ ନଖ ମାନଙ୍କୁ କାଟିବେ। ନଖ କାଟିଦେଲେ ଆଉ ସେଥିରେ ମଇଳା ରହିବନି କି ଆମକୁ ରୋଗ ହେବ ନାହିଁ। ରୋଗ ହେବ ହେବନି। ତାହେଲେ ଆମେ ଦାନ୍ତ କେତେ ଥର ଘଷୁଛେ? ଥରେ ଘଷୁଛ ନା ଦୁଇଥର? ଦୁଇଥର ଘଷିବ। ସକାଳୁ ଥରେ ଘଷୁଛ, ପୁଣି ଖାଇବା ଖାଇସାରି ଯେତେବେଳେ ଶୋଇବାକୁ ଯିବ, ଶୋଇବାକୁ ଯିବା ଆଗରୁ ଆଉ ଥରେ କ'ଣ କରିବା? ଦାନ୍ତ ଘଷିବା। ଦାନ୍ତ ଘଷିଦେଲେ ଆଉ ଯେଉଁ ଖାଦ୍ୟ ପଦାର୍ଥ ସବୁ ବାହାରିଯିବ ଆମକୁ ରୋଗ ହେବ ନାହିଁ। ଆଚ୍ଛା ଭଲ ଅଭ୍ୟାସ କ'ଣ ଜାଣିପାରିଲ? ସେମିତି ମୁଣ୍ଡ କୁଣ୍ଡଉଛ ନା ନାହିଁ? ପ୍ରତିଦିନ କ'ଣ କରିବା? ତେଲ ଲଗେଇ ମୁଣ୍ଡ କୁଣ୍ଡେଇବା। ମୁଣ୍ଡ କୋଉଥିରେ କୁଣ୍ଡେଇବା? ପାନିଆରେ। କୋଉଥିରେ କୁଣ୍ଡେଇବା ମୁଣ୍ଡ? ପାନିଆରେ ମୁଣ୍ଡ କୁଣ୍ଡାଇବା। ଗୋଡ଼ ଧରନା। କ'ଣ କରିବା? ପ୍ରତିଦିନ ପାନିଆରେ ମୁଣ୍ଡ କୁଣ୍ଡେଇବା। ହେଲା କ'ଣ କରିବା? ପାନିଆରେ ମୁଣ୍ଡ କୁଣ୍ଡେଇବା। ସେମିତି ଆଉ କ'ଣ କରିବା? ଖାଇବା ଯେତେବେଳେ ଖାଇବା ସେତେବେଳେ ଖାଦ୍ୟ ଫୋପାଡ଼ିବା ନାହିଁ। କ'ଣ କରିବା? ଖାଦ୍ୟ ଫୋପାଡ଼ୁଛ? ଖାଦ୍ୟ ଫୋପାଡ଼ୁଛ? ଫୋପାଡ଼ି ଦେଉଛ? ଖାଦ୍ୟ ଫୋପାଡ଼ିବନି, ଖାଇବା ଫୋପାଡ଼ବନି। ଖାଦ୍ୟ ଫୋପାଡ଼ିବା କ'ଣ? ଖରାପ ଅଭ୍ୟାସ। କି ଅଭ୍ୟାସ? ଖରାପ ଅଭ୍ୟାସ ଖାଦ୍ୟ ଫୋପାଡ଼ିବା। ହେଲା ଭଲ ଅଭ୍ୟାସ ଆଉ କ'ଣ ସବୁ ଜାଣିଛ? ଆମେ ଯେତେବେଳେ ପ୍ରାର୍ଥନା କରୁଛେ, ତମେ ସ୍କୁଲରେ ପ୍ରାର୍ଥନା କରୁଛ ନା ନାହିଁ? ପ୍ରାର୍ଥନା କଲାବେଳେ କେହି ଗପିବା ନାହିଁ। ଶ୍ରେଣୀରେ ଯେତେବେଳେ ସାର୍ ପଢ଼ଉଥିବେ ସେତେବେଳେ ଗପିବା ନାହିଁ। ସାଙ୍ଗ ଅଛନ୍ତି ନା ତମର ସବୁ? ସାଙ୍ଗସାଥିଙ୍କ ଭିତରେ ମାଡ଼ ମରାମରି ହେବ ନାହିଁ। ଖାଦ୍ୟ ଯେଉଁ ଆଣିଛ ଟିଫିନ୍ ଆଣିଛ ନା ନାହିଁ ସବୁ? ତାକୁ ସବୁ ବାଣ୍ଟିକିନି ଖାଇବ। ହେଲା ଏସବୁ ହେଉଛି କ'ଣ ଭଲ